ଏବେ ମାୟାଂଶୀ ଆମର ଗୋଟେ ଗପ କହିବ। ସେ ମୋ ସାଙ୍ଗରେ କଣ୍ଡିସନ୍ କରିଛି ମୋତେ ଡେଲି ଗପ କହିବ ଶୋଇଲା ବେଳେ। ମୋତେ ନିଦ ହେଉନି, ସେ ମୋତେ ଗୋଟେ ଲେଖା ଗପ କହିବ, ମୁଁ ଶୁଣିବି, ତାପରେ ଯାଇ ଶୁଆ ହେବ। କୁହ। Hello everyone, my name is Financy Sahu. ଗୋଟେ ମୁଁ ଆଜି ତମକୁ ଗୋଟେ ଭଲ କବାଟ କହିବି, ଆପଣମାନେ ଧ୍ୟାନ କରି ଶୁଣିବେ ପ୍ଲିଜ୍। ଓକେ, ଷ୍ଟାର୍ଟ। ଗୋଟେ ଦେଶରେ ଗୋଟେ ରାଜା ଥିଲା। ତାର ଗୋଟେ ପୁଅ ଥିଲା। ସେ ପୁରା ମୋ ବାବାଙ୍କ ଭଳିଆ, ତା ପାଟି ବି ମୋ ବାବାଙ୍କ ଭଳିଆ। କିନ୍ତୁ ସେଇ ପୁଅର ଗୋଟେ ଗାଲ ନଥିଲା। ସେଥିପାଇଁ ସେ ମନ ଦୁଃଖ କରିକି ମରିଗଲା। ସେଇଠୁ କ'ଣ କଲେ ନା, ଆମ ଏଇ ମାଷ୍ଟର ବାବା, ହେ ଭଗବାନ ଯୋଉ ଦୁଷ୍ଟ ହେଲେ ସେଇଠି। ମୁଁ ତାଙ୍କୁ କହିଲି ଚୁପ୍ ବାବା, ତମେ ବେଶୀ ଦୁଷ୍ଟ ହୁଅନି, ନହେଲେ ତାଙ୍କୁ ମାରି ପିଟାଇ ଦେବି। ସେଇଠୁ ବାବା କ'ଣ କଲେ ନା, ପୁରା ସାଇଲେଣ୍ଟ ରହିଲେ। ମୁଁ କହିଲି ବାବା ପୁରା ସାଇଲେଣ୍ଟ ହୁଆ। ମିଟୁ ଛୁଆ ମରିଛି, ତମେ ସାଇଲେଣ୍ଟ ହୁଆ, ନହେଲେ ସେ ଆମ ବେକକୁ କାଟିଦେବ ସେ। ନହେଲେ ଚୁପ୍ ରୁହ, ପୁରା ଚୁପ୍। ତାପରେ ବାବା କଲ୍ କଲେ ନା, ଶୋଇ ପଇଲେ। ସେଇ କବରେ ଶୁଣ ଷ୍ଟୋରି ଏଇଠି। ମୁଁ ତ ଗପ କିଛି ବୁଝିପାରିଲିନି। ଆପଣମାନେ ଯଦି କ'ଣ ବୁଝିଥିବେ କମେଣ୍ଟ କରିବେ ଗପଟା କେମିତି ଲାଗିଲା।